ବନ୍ୟା ପରିସ୍ଥିତି ବର୍ଷା ପାଗ ଦେଖିକି ଆମେ ଗୋଟେ କୁଆଡ଼େ ଯାଉଛେ ସେୟା ଭାବୁଛନ୍ତି କି? ନା ନା, ଏଇଟା ହେଉଛି ପ୍ରିଭିୟସ୍ ଭିଡ଼ିଓ। ଯେତେବେଳେ ରଥଯାତ୍ରା ଟାଇମ୍ ଥିଲା, ଆଉ ରଥଯାତ୍ରା ଟାଇମ୍ରେ ହାଲକା ହାଲକା ଯେଉଁ ବର୍ଷା ଥିଲା ସେଇ ବର୍ଷା ପାଗରେ ହିଁ ଆମେ ବାହାରିଥିଲେ। ଟିକେ ଯେତେବେଳେ ଉପର ମୁଣ୍ଡରେ ବର୍ଷା ହେଇଯାଏ ଆଉ ତାପରେ ଆମର ଯେଉଁ ୱାଟରଫଲର ଯେଉଁ ସୌନ୍ଦର୍ଯ୍ୟ, ତାକୁ ଯଦି ଆମେ ଉପଭୋଗ ନ କରିବା ପୁଣି ବର୍ଷା ସିଜନରେ ସେଇଟା କେମିତି ହେବ? ତ ଏମିତି ସବୁ ଚିନ୍ତାଧାରା ନେଇକି ମୋ ମୁଣ୍ଡକୁ ଜୁଟିଥିଲା ଆଉ ଆମେ ବାହାରି ପଡ଼ିଥିଲୁ ହୋଲ୍ ଫ୍ୟାମିଲି ଏମିତି ଗୋଟେ ସୁନ୍ଦର ଜାଗାକୁ। ଯେଉଁମାନେ ଲୋକାଲ ଭିତରେ ଥିବେ ତ ସେମାନେ ତ ଜାଣିଥିବେ ଏଇ ଜାଗାଟା କ'ଣ ବୋଲି, କିନ୍ତୁ ଯେହେତୁ ମୋ ଫ୍ୟାମିଲି ମେମ୍ବର ଜାଣିନଥିଲେ, କାରଣ ସେମାନେ ଅଲଗା ଡିଷ୍ଟ୍ରିକ୍ଟରୁ ଆସିଛନ୍ତି ଆଉ ସିଏ ଏସବୁ ଜିନିଷ ଦେଖିନାହାନ୍ତି, ଜାଣିନାହାନ୍ତି, ଉପଭୋଗ କରିନାହାନ୍ତି, ତ ଇଚ୍ଛା ହେଲା ତାଙ୍କୁ ବୁଲେଇ ନେବା ପାଇଁ। ଆଉ ଏମିତି ଚାଲତେ ଚାଲତେ ଦେଖିଲି ରାସ୍ତାରେ ବହୁତ କାଦୁଅ ବି ଅଛି, ଗୋଡ଼ ଖସି ବି ଯାଉଛି, କାରଣ ସମର ସିଜନ୍ କଥା ତ ଅଲଗା, କିନ୍ତୁ ରେନି ସିଜନରେ ଯଦି ଆପଣ କେଉଁ ଜାଗାକୁ ଯାଉଛନ୍ତି, ଯଦି କେୟାରଫୁଲି ନ ଯିବେ, ଦାୟିତ୍ୱର ସହିତ ନ ଯିବେ, ପୁଣି ଆପଣମାନେ ଯଦି ଫ୍ୟାମିଲିକୁ ନେଇକି ଯାଉଛନ୍ତି, ତାପରେ ଆପଣ ଯଦି କେୟାରଫୁଲି ନ ରହିବେ ତାହେଲେ କିଛି ବି ହେଇପାରେ। ସେଥିପାଇଁ ସତର୍କତାର ସହିତ ଆମେ ବି ଚାଲିଲୁ ଆଗକୁ 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 ଯିବା ବାଟରେ ଦେଖୁନାହାନ୍ତି ପାଣି ବି ଆମକୁ ଦେଖାଗଲାଣି। ଏଇ ପାଗରେ ଯେତେବେଳେ ଆମେ ଆସିଲେ ପାଣି ଦେଖିଲେ, କିନ୍ତୁ ସମର ସିଜନରେ ପୁରା ଶୁଖିଲା ଥିଲା। ଆଗରେ ଯେମିତି ଦୁଇଟା ବାଇକ୍ ଦେଖିଦେଇଛି, ଭାବିଲି ଯେ ହଁ କିଛି ତ ଲୋକ ଥିବେ। ତ ଏମିତି ଚାଲୁ 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 କିଛି ଲୋକଙ୍କୁ ମୁଁ ଦେଖିପାରିଲି ଯେଉଁମାନେ କି ଆଗରୁ ଆସୁଛନ୍ତି ଆଉ ସେମାନେ ଲେଡ଼ିସ୍ ଅଛନ୍ତି। କାରଣ ଲେଡ଼ିସ୍ ମାନଙ୍କୁ ଯଦି ଆପଣ ଏମିତି ନିଛାଟିଆ ଜାଗାରେ ଦେଖିଲେ ଆଉ ଆପଣ ବି ନିଜେ ଲେଡ଼ିସ୍ ମାନଙ୍କ ସହିତ ଚାଲୁଛନ୍ତି, ତ ମନ ଭିତରେ ଟିକେ ତ ଆଶଙ୍କା ଆପଣଙ୍କର ମରିଯିବ। କାରଣ ଆପଣଙ୍କୁ ବି ଲାଗିବ ହଁ କିଛି ତ ଲୋକ ଅଛନ୍ତି ଯେଉଁଟାକି ଆମେ ବର୍ତ୍ତମାନ ଗଲେ ସୁରକ୍ଷିତରେ ଯାଇପାରିବା। ତ ଏମିତି ଚାଲତେ ଚାଲତେ ଆମେ ଯାଉଥାଉ। ମୋ ଝିଅର ଏକ୍ସାଇଟମେଣ୍ଟ ଲେବୁଲ୍ ପୁରା ହାଇରେ ଥିଲା, କାରଣ ସିଏ ଏଇ ଜାଗାକୁ ତ ଆସିଥିଲା, କିନ୍ତୁ ତାପରେ ବି ସିଏ ତା'ର ଏକ୍ସାଇଟମେଣ୍ଟ ଲେବୁଲ୍ ଆହୁରି ଅଧିକ ଥିଲା। କାରଣ ତା'ର ଯେଉଁ ପାଣିର ଯେଉଁ ସୁଅ ଆଉ ତା'ର ଯେଉଁ କୁଳୁ କୁଳୁ ଶବ୍ଦ କାନକୁ ଏତେ ସୁନ୍ଦର ଲାଗୁଥିଲା, ଯେଉଁଟାକି ଆମେ ମାନେ ଆମ ମନ ଭିତରେ ଗୋଟେ ଉତ୍କଣ୍ଠା ଥିଲା ଆମେ କେତେ ଶୀଘ୍ର ଯାଇକି ସେ ଜାଗାରେ ଯାଇ ପହଞ୍ଚିବୁ। ତ ଏମିତି କରୁ 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 ଆମେ ସେ ଜାଗାରେ ଯାଇକି ପହଞ୍ଚିଗଲୁ। ଆଉ ସେ ଜାଗାରେ ପହଞ୍ଚିଲା ପରେ ବହୁତ ଜିନିଷ ମନ ଭିତରେ ଆସିଲା। ଆମେ ସେ ଜାଗା ଦେଖିପାରିବୁ ତ? ଯେଉଁ ସୀତାକୁଣ୍ଡ ୱାଟରଫଲ୍ ଆମେ ଦେଖିବା ପାଇଁ ଆସିଛୁ, ଯେଉଁଟା ତା'ର ମେନ୍ ଜାଗା, ସେଠି ଆମେ ଦେଖିପାରିବୁ ତ? କାରଣ ପାଣିର ସୁଅ ଦେଖିକି ମନ ଭିତରେ ଏତେ ଡର, କାରଣ ଯେଉଁମାନେ ଯାଉଥିଲେ ନା ସେମାନେ ବି ଠେଙ୍ଗା ଧରିକି ଯାଉଥିଲେ ଆଉ ଠେଙ୍ଗା ଧରିକି ରାସ୍ତାକୁ ପାଣି ଭିତରେ ଓହ୍ଲେଇଥିଲେ। ଆମେ ବି ଚାହିଁଲୁ ଯେ ନାଇଁ ଠିକ୍ ଅଛି ଚାଲିଯିବା, ଚପଲ ରଖିକି ଗୋଟେ ପାଦ ଆଗକୁ କରିକିରି ଆମେ ଚାଲିଲୁ। ତ ହାତ ଧରା ଧରି ହେଇକି ସମସ୍ତେ ଆମେ ବାହାରିଲୁ, ପାଣି ଭିତରେ ପଶିଲୁ। ପାଣିର ସୁଅ ବହୁତ ଜୋରରେ ଥିଲା, ଟିକିଏ ଅସାବଧାନତା ଆମର କିଛି ବି ହେଇପାରେ। ଦେଖୁନାହାନ୍ତି ୱାଟରଫଲ୍ କେତେ ସୁନ୍ଦର ଦେଖାଯାଉଛି ଆଉ ପାଣି ବି ବହୁତ ବଢ଼ିଆ ଦେଖାଯାଉଛି। ଯେଉଁମାନେ ଲୋକାଲ ନା ସେମାନଙ୍କ ପାଇଁ ବହୁତ ବଢ଼ିଆ, ସବୁବେଳେ ଉପଭୋଗ କରିପାରିବେ। କିନ୍ତୁ ଆମେମାନେ ଯେହେତୁ ଲୋକାଲ ନୁହେଁ, ବର୍ଷକରେ ଥରେ କି 2 ବର୍ଷରେ ଥରେ ଆସିକି ଉପଭୋଗ କରିବା। ସେ ଯାହା ବି ହଉ, ଆଜି ଆମ ଦିନଟା କିନ୍ତୁ ବହୁତ ଭଲରେ କଟିଲା ଆଉ ବହୁତ ଭଲ ଲାଗିଲା ପ୍ରକୃତିର ସୌନ୍ଦର୍ଯ୍ୟକୁ ଦେଖିକି। ତ ଆଶା କରୁଛି ଆପଣମାନଙ୍କୁ ବି ଭଲ ଲାଗିଥିବ।